କାଲିର ଦିଦି ଦିଦି ପଛ କଣ ତଳ କଣ ସବୁ ହଲିଆ ତାଙ୍କର। ଦିଦି କଣ କହିଲନି କିଛି କଣ ପାଇଁ ଆଇଥିଲ? ମୁଁ ଅଙ୍ଗନବାଡି ଦିଦି ତତେ ପାଠ ପଢି ନେବି। ମୁଁ ଅଙ୍ଗନବାଡି ଦିଦି ତତେ ପାଠ ପଢି ନେବି। ଭଲ କଣ ଅଛି ଅଣ୍ଡା ଛତୁଆ ମଦା ପୁରୀ ହଁ ସବୁ ଦବ କହିଲେ ନେଇଯା 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 ସାହାଯ୍ୟ ବାଡି ପଡା କଣ ଟିକେ ଦେଖେଇବି କିରେ ଲୋକମାନେ ଦେଖେଇବ କଣ କହୁଛି ତୁ ସେମିତିଆ କଥା କହୁଛୁ ଆଉ ସେ କହିବାନି କଣ ମୁଁ ଟିକେ କହିଲି ଦେଖେଇଲି କଣ ଗୋଟେ ଖରାପ କହିଲି ଦେଖେଇଲି କଣ ଦେଖେଇଲୁ ସେଇ କଥା କହୁନୁ ଦେଖେଇବି ଆରେ ମୁହଁ ଦେଖେଇବା କଥା କହୁଛୁ ଆଚ୍ଛା ଆଚ୍ଛା ଏ ଝିଅ ସିଏ କହୁଛି କଣ ଟିକେ ମୁହଁଟା ଟିକେ ଦେଖା ତାକୁ ଆଉ ତୁ ରାଗୁଛୁ କଣ ପାଇଁ ହଁ ଦେଖା ଦେଖା ତା ମୁହଁଟା ଟିକେ ଦେଖା ଆଜ୍ଞା ନମସ୍କାର तुम्हें ही स्वर्ग मोरा तुम्हें देवता मोरा तुम्हें ही शंखा तुम्हें ही सिंदूरा तुम्हें ही स्वर्ग मोरा तुम्हें देवता मोरा तुम्हें ही शंखा तुम्हें ही सिंदूरा तुम्हारी पाई जाऊ गोविंदी ए जन्म मोरा ମୁଁ ଗୋଟେ କଥା ଭୁଲି ଯାଇଛି ଭୁଲି ଗଲଣି ତମେ କଣ କରା ଜଲ୍ଦି ହଁ ମୁଁ ତମକୁ ବିସ୍କୁଟ ହଉଛି ବିସ୍କୁଟ ବିସ୍କୁଟ ମିଶ୍ଚର ତମେ ଯାହା ବୁଝିଲ ବୁଝିଲ ହଉ ହେଇଯା ହେଇଯା ମୁଁ ବି ବିସ୍କୁଟ ହଉଛି ଆଉ ମୁଁ ତ କୁଲୁ ବଦଳରେ ବିସ୍କୁଟ ଦେଖିନି କଣ ଏଠି ମତେ ବାଡେଇଲ ଦେଖି କହିଲ ବାଡେଇଲି ମୁଁ ତ ବାଡେଇ ପାରିବି କଣ ଏତେ ଦିନ ହେଲା ନା ଶୂନ୍ୟରେ ଗୀତା ଛୁଇଁ ଶପଥ କରୁଛି ଯାହା କହିବି ସତ କହିବି ସତ ଛୁଆ ମିଛ କହିବି କହିବି ନା ତମେ କେତେବେଳେ କହିବାର ଦେଖିଛ ତମେ ଦେଖିନଥିଲ ବୋଲି ଏତେ ବସିରେ ବାଡେଇଲ ଏତେ ଦିନ ହେଲା କେତେବେଳେ କେମିତି ପଦ ଅର୍ଥ କହିଦିଅ ନା ହଁ ଭଲ ଭଲ କହୁଛୁ କହିବି ଗୁଲୁ 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 আচ্ছা হলো হলি ইয়াড় আইলো কুহ পাকু পাকু নাই হাতে ছাড়ি তুমি কোন একটা গুলু গাগুলু দেখে যাচ্ছে তুমি ও না এই শাড়িটা কোটু পাইলো কোন কো যাইছিল কোন কো যাইছিলি হ্যাঁ বাপ ঘরକୁ ଯାଇଥିଲି ବାପ ଘରକୁ ଯାଇଥିଲ ଆଉ କୁଆ ଯାଇଥିଲି ନା ତମ କାମ ତ ମୁଁ ବୋଧେ ତମ ବାପ ଘରକୁ ଆଣିଥିଲି ରଖିବା ପାଇଁ ନା ବାପ ଘରକୁ ତମେ ତ କଲିକତା ରହିଲ ବାପ ଘରକୁ ଗଲି ଯେ କଣ ଅସୁବିଧା ତମର ହେଲା ଗାଁ କାମ କେମିତି ହବ ଗାଁ କାମ କେମିତି ହବ ଗାଁ କାମ କେମିତି ହବ ଗାଁ କାମ ହେଇନି ହେଇଛି ହେଇନି ଗାଁ କାମ अरे बादल तुम गाँ काम होनी अरे बाड़ी पड़ा पकड़ा हुआ काम है नहीं ये कौन से किए से अरे
ଭାଉଜ ତମର ହଉନି ତମ ହଉଛି ନା ନାଇଁ କହୁନ? ଏ ଆର ସପ୍ତାହରେ ବା ତାଙ୍କ ଘରେ ଏତିକି ହବ ଗାଣ୍ଠିଲେ ଲୁଗା ନେଇ ସଫା କରି ଦେଇଥିଲି। ଆପଣ ମନା କରୁଛନ୍ତି ତୁ କହୁଛୁ ନେକ୍ସଟ ସପ୍ତାହ ନେବି ନା ଆଉ ଜଣଙ୍କର ସବୁ ସଫା କରିଦେବି। ଶାନ୍ତ ମରୁଥିଲେ ଏଇ ସାଙ୍ଗ ତମର ହେଇନି ନା ହେଇନି ନାଇଁ କଣ ପାଇଁ ନେଇନି କହୁନ? ହଁ ତୁ ଲେଖିବୁ ଆଜି ସଦାବେଳେ ମୁଁ ଲେଖିବି କଣ ପାଇଁ ନେଇନି? ତାଙ୍କ ଘରକୁ ଗଲେ ଜାଣିଛ ସେ କଣ କରୁଛନ୍ତି? ସେ ମୋ କାନି ଭିଡୁଛନ୍ତି। କଣ ଭିଡି ପକେଇ ତତେ ତ ମୁଁ କହିଥିଲି ମୁଁ କଳା ପୋଳି ହେଇକି ବୁଲିବି ତୁ ଯଦି ଧଳା ଶୁଆ ପାଉଡର ସବୁ ଯାକ ପୋଳି ହେଇକି ତତେ ତ ଭିଡ଼ିଏ କଣ? ଆରେ ହନା ସେ ହବ ଦିନ ପରା ଯାଉଛି ସୁନାଖେଳା ଫିଲ୍ମ ହବାକୁ ଭୁଲେଇ ନଉଛି ମୁଁ ରଖୁଛି ସିନେମା ଛାଡିଲି ନା ତ ସିନେମା ହବ ଶୁଣ ଶୁଣ ଚାରି ନାରୀ ଆଲୋ ଚିନ୍ତାରୁ ବାପ ଘରକୁ ଚାଲି ରସ ପିଲ ଆଲୋ ରସ ପିଲ ମତେ ପଦେ ନ ପଚାରେ ଖାଇବୁ ତୁହି ରଜ କିଲୋ ଆଲୋ ରଜ କିଲୋ ତତେ ମୋ ଘରେ ରଖିବି ନାହିଁ ଆଲୋ ତଳଇ ଦଳ ବେହେରା ପ୍ରଧାନ ସାମନ୍ତ ଜେନା ପାଇଁ କହରା ରଜ କିଲୋ ଆଲୋ ରଜ କିଲୋ ଚିତା କରୁ ପଡ଼ିଥିଲା ପରା ନାଲି ଆମ ଫଟୋଉଛି ରହ। ମୋର ନାଲି ଆମ୍ବ ନହେଲେ ମୋର ହଉଛି ସିଙ୍ଗାପୁର କଦଳୀ ଆରେ କେତେ ଦେଖାଉଛ ତୋର ମୁହଁ ଭାଙ୍ଗି ଦେବି ତୋର ତୋର ରଜ କର ଆରେ ରଜ କର କେତେ ମୁହଁ ବଢି ଯାଏ ତୋର। ଆଉ ଗେଲ କରିଥାନ୍ତି ତମେ ମତେ ଗେଲ କରୁଥିଲ। ପାଖକୁ ବାପାର ଯାଉନି କଣ ପାଇଁ ଯାଇଥିଲି? ବାପାର ଜ୍ୱର ହଉଥିଲା ଜ୍ୱର ହଉଥିଲା କହିବି କଣ ଯାଇଥିଲି? ଡାକିଲ କି ମତେ ଖାଲି ତୁମେ ବାପା ମତେ ଖାଲି ତୁମେ ବାପା ଯାଇଥିଲି ମୁଇଁ ବାପା ଘର ଚାଲ ଯାଇଥିଲି ମୁଇଁ ବାପା ଘର ଚାଲ ଯାଇଥିଲି ଏକା ଏକା ଡାକିଲ କି ମତେ ଖାଲି ତୁମେ ବାପା ଦେଇଥିଲେ ମୋର ବଡ ପା ସେଠି କହିଲା ସେ ମିଶିବ ଟୋକା ମୁଇଁ ବାପା ଘର ଚାଲ ଯାଇଥିଲି ବାପା ଘର ଚାଲ ଯାଇଥିଲି ଏକା ଏକା ଡାକିଲ କି ମତେ ଖାଲି ତୁମେ ବାପା ହନା ତୁ ରାଗିବୁନି ବୋଲି ସେ ପୁରା ଫଳ କଥାବାର୍ତ୍ତା ନା ହଁ ତୁ ଦେଖା ତାକୁ ଯାହା ହଉଛି ଆଉ ବାଇକ ନା ଉଦ୍ଧତ ହେଲେ କଣ ହବ ନା 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 ମାଇକି ନା କୁ ମୋଟେ ମୋଟରେ ବସା ନା ଯେତେ ଘରେ ଭଲ ନା ହଁ ଆମ ମାର କଣ ହେଇଛି ଜାଣିଛ? ହଁ କାନ୍ଦ ସାର ହେଇଛି ବାପା କୁମୋହର ବଡ ବେମାର ବୋଉ କୁମୋହର ଟେମ୍ପରେଚର ଯାଇଥିଲି ମୁଇଁ ବାପା ଘର ଚାଲ ଯାଇଥିଲି ମୁଇଁ ବାପା ଘର ଚାଲ ଯାଇଥିଲି ଏକା ଏକା ଡାକିଲ କି ମତେ ଖାଲି ତୁମେ ବାପା ମତେ ଖାଲି ତୁମେ ବାପା ଟେମ୍ପରେଚର
ଆଉ ସେଇଟା ମୁଁ ବୁଝେଇ ପାରିବିନି ଆଉ। ଭାଇ ସାଙ୍ଗେ ଟେମ୍ପୋରାଚର ମାନେ କଣ? ଟେମ୍ପରେଚର ମୁଁ ତ ହେଲାକୁ ବୁଝାନି। ତା ପୂର୍ବରୁ ଟେମ୍ପୋରାଚର। ଟେମ୍ପରେଚର ନା ସେ ବାବୁଲା ତ ପହର ଗଲୁ ଆଉ ଆସିଛୁ ଆଲାଏ ଚିମ୍ପା ରହିଲୁ ରଜ କିଲୋ ଭାଲ ରଜ କିଲୋ ଏଇ ଚାରିଟା କାହୁଁ ପାଇଲୁ ଆରେ ବାପ ଘର ଗଲେ ଝିଅ ଦୋ ଚାରି କେଉଁଠି ହୋଇଲା କୁହ ରଜ କର ଆରେ ରଜ କରେ କରୁତର ପୋଡ଼ା ମୁହଁ ହଁ ମାଲିକ କରୁଛନ୍ତି ହଁ ତମର ଏମିତି ମାଲିକ କରୁଛନ୍ତି ନାଇଁ ନାଇଁ ଭଲ ମାଲିକ ହଉଛି ଖରା ଦିନ ପବନ ଠୋକେ ହଉନି ବେଲିକା ଝାଳ ବୋହିଥିଲା ତ ହଁ ହଁ ଗରମ ଆଉ କଣ ଝାଳ ବୋହିବନି ଝାଳ ବୋହିବ ଆଜ୍ଞା ଦେବୀ ଆଉ ଥିଲେ ସାତ କୁଶଳୀ କହିବି ଆରେ ମୋହର ଧର ମୋ ଭାଇ ଯାଇଥିଲେ କଟନ କରତେ ରଜ କର ଆରେ ରଜ କର ଘର ଭାଇ ବୋଲିଲେ କଣ ଅସୁବିଧା କେତେ କଣ ଗଲେ ତାର ଠିକ ଠିକଣା ନାହିଁ ହଁ ବିଶେଷ ସୂଚନା ଏ ଧୋପା ଦେବনী ମୁଗ୍ଧ ହୋଇ ଆମର ଭଗତ ମାନେ